ସମୟ ଥିଲା ରାତି 1। ଶୀତ ରାତି ଥିଲା। ରାସ୍ତାରେ ଯାତାୟାତ କମି ଯାଇଥିଲା, କିନ୍ତୁ ପୋଲିସ ପେଟ୍ରୋଲିଂ ଗାଡ଼ିର ଶବ୍ଦ ଏବେ ବି ଶୁଣାଯାଉଥିଲା। କଟକ ପୋଲିସ ଷ୍ଟେସନ ସାମ୍ନାରେ ଫୁଟପାଥରେ ଜଣେ ପତଳା ବୃଦ୍ଧ ବ୍ୟକ୍ତି ଚାଦର ଘୋଡ଼େଇ ହୋଇ ଶୋଇଥିଲେ। ତାଙ୍କ ପାଖରେ ବିଛଣା କିମ୍ବା କୌଣସି ଜିନିଷ ପତ୍ର ନଥିଲା। କେବଳ ଗୋଟିଏ ବ୍ୟାଗ, ଗୋଟିଏ ପୁରୁଣା ମୋବାଇଲ ଏବଂ ଗୋଟିଏ ଛିଣ୍ଡା ଚପଲ ଥିଲା। ତାଙ୍କ ନାଁ ଥିଲା ଶିବଶଙ୍କର ମହାପାତ୍ର। ବୟସ ପ୍ରାୟ 75 ବର୍ଷ। କିଛି ସମୟ ପରେ ଏକ ପୋଲିସ ଜିପ୍ ସେଠାରେ ଆସି ପହଞ୍ଚିଲା। ହେଡ୍ କନେଷ୍ଟବଳ ଗାଡ଼ିରୁ ଓହ୍ଲେଇଲେ। ତାଙ୍କ ନାଁ ଥିଲା ମନୋଜ। ସେ କହିଲେ, "ହୋ ମଉସା, ଉଠିଯାଅ। ଏଇଟା କୌଣସି ହୋଟେଲ ନୁହେଁ। ଯାଅ, ଅନ୍ୟ କୌଣସି ସ୍ଥାନ ଦେଖି ଶୋଇପଡ଼।" ଶିବଶଙ୍କର ଧୀରେ ଧୀରେ ଚାଦର କାଢ଼ିଲେ, ଆଖି ଖୋଲିଲେ, କିନ୍ତୁ କିଛି କହିଲେନି। କେବଳ ମନୋଜକୁ ଶାନ୍ତ ଭାବରେ ଦେଖିଲେ। ପୁଣି ମନୋଜ ଚିଡ଼ିଗଲେ। "କ'ଣ ଏମିତି ଦେଖୁଛ? ତୁମେ କ'ଣ ମୂକ ବଧିର କି? ଏଠୁ ଉଠ, ନହେଲେ ଥାନା ହାଜତରେ ଭର୍ତ୍ତି କରିଦେବି।" ସେ ଶାନ୍ତ ଭାବରେ ଶୁଣିଲେ। ପାଖରେ ଆଉ 2 ଜଣ ପୋଲିସ ଠିଆ ହୋଇଥିଲେ। ସେମାନେ ହସିବାକୁ ଲାଗିଲେ। କହିଲେ, "ତମେ କ'ଣ ପାଗଳ କି? କଥା କହିଲେ ବୁଝିପାରୁନ?" ଶଙ୍କର କିଛି କହିଲେନି। ସେ ତାଙ୍କ ବ୍ୟାଗ ଉଠେଇ ବହୁତ ଶାନ୍ତ ସ୍ୱରରେ କହିଲେ, "ଠିକ୍ ଅଛି ପୁଅ, ମୁଁ ପଳେଇବି, କିନ୍ତୁ ମୋତେ ଟିକେ ଫୋନ୍ କରିବା ପାଇଁ ଦିଅ।" "ତମ ପରି ଭିକାରୀ ପାଖରେ ପୁଣି ଫୋନ୍?" ଏତିକିରେ ଶିବଶଙ୍କର ଏକ ପୁରୁଣା ମୋବାଇଲ କାଢ଼ିଲେ। ଦେଖିକି ମନୋଜ କହିଲେ, "ଠିକ୍ ଅଛି, ଫୋନ୍ କର, କିନ୍ତୁ 2 ମିନିଟ୍ ମଧ୍ୟରେ ଏଠୁ ପଳାଅ।" ଶିବଶଙ୍କର ତାଙ୍କର ପୁରୁଣା ମୋବାଇଲ ବାହାର କରି ଡାଏଲ କଲେ ଏବଂ କେବଳ 2ଟି ଶବ୍ଦ କହିଲେ, "ସମୟ ହୋଇଗଲା, ପୋଲିସ ଷ୍ଟେସନ ନମ୍ବର 19।" ଏବଂ ଫୋନ୍ ବନ୍ଦ କରିବା ପରେ ମନୋଜ ହସି କହିଲେ, "ମଉସା, ତୁମେ କାହାକୁ ଡାକୁଛ? ସ୍ୱର୍ଗରୁ କେହି ଓହ୍ଲାଇ ଆସୁଛନ୍ତି କି?" 5 ମିନିଟ୍ ଯାଇଛି କି ନା ଏକ SUV ଆସି ଅଟକିଲା। ତାପରେ ଆଉ ଏକ କାର, ତାପରେ ଆଉ ଏକ, ପୁଣି ନାଲି ବତି ଲଗାଇ ଅନ୍ୟ ଏକ ଗାଡ଼ି ଆସି ପହଞ୍ଚିଗଲା। ଲଗାତାର ଏତେ ଗାଡ଼ି ଦେଖି ହସୁଥିବା ପୋଲିସମାନେ ଆଶ୍ଚର୍ଯ୍ୟ ହୋଇଗଲେ। 2 ମିନିଟ୍ ପରେ ପୋଲିସ ଷ୍ଟେସନର ସମସ୍ତ କର୍ମଚାରୀ ବାହାରେ ଛିଡ଼ା ହୋଇଥିଲେ। SP, DSP, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ସମସ୍ତେ ପହଞ୍ଚିଗଲେ। ଆଉ କିଛି ସମୟ ଭିତରେ ସେମାନେ ସମସ୍ତେ ହାତ ଯୋଡ଼ି ଛିଡ଼ା ହୋଇ ଗୋଟିଏ କଥା କହୁଥିଲେ କି, "ସାର୍, ଆମେ ଦୁଃଖିତ, ଆମେ ଆପଣଙ୍କୁ ଚିହ୍ନି ପାରିଲୁନି।" ମନୋଜଙ୍କ ହାତରୁ ବାଡ଼ି ଖସି ପଡ଼ିଲା। ସେ ଥରି ଥରି ଶିବଶଙ୍କରଙ୍କ ପାଦ ତଳେ ପଡ଼ିଗଲେ। "ସାର୍, ମୋତେ ଦୟାକରି କ୍ଷମା କରିଦିଅନ୍ତୁ, ମୁଁ ଆପଣଙ୍କୁ ଜାଣିନଥିଲି।" ସମଗ୍ର ପୋଲିସ ଷ୍ଟେସନ ଏବେ ସ୍ତବ୍ଧ ହୋଇଗଲା। ସେହି ବୃଦ୍ଧ ବ୍ୟକ୍ତି, ଯାହାକୁ ସମସ୍ତେ ଫୁଟପାଥରେ ଶୋଇଥିବା ଜଣେ ଅଦରକାରୀ ଅସହାୟ ବ୍ୟକ୍ତି ବୋଲି ଭାବୁଥିଲେ, ସେ କିଏ? ଆଉ ତାଙ୍କ ଆଗରେ ସମସ୍ତେ ହାତ ଯୋଡ଼ି କାହିଁକି ଛିଡ଼ା ହୋଇଥିଲେ? ଆଉ ତାପରେ ଯେଉଁ ଘଟଣା ଘଟିଲା, ସମସ୍ତଙ୍କର ହୋସ୍ ଉଡ଼ିଗଲା। ଏହା ଏକ ଏମିତି ସତ ଘଟଣା ଯାହାକି ପୂରା ପୋଲିସ ବିଭାଗକୁ ଦୋହଲାଇ ଦେଇଥିଲା। ଭିଡ଼ିଓ ସମ୍ପୂର୍ଣ୍ଣ ଦେଖନ୍ତୁ, ଜାଣିପାରିବେ। ଭଲ ଲାଗିଲେ ଲାଇକ୍, ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଶିବଶଙ୍କର ମହାପାତ୍ର, ଓଡ଼ିଶାର ପୂର୍ବତନ DGP। ଏକ ଏମିତି ନାମ ଯାହାକୁ ଶୁଣିଲେ ଅପରାଧୀମାନେ ଦଶନ୍ଧି ଦଶନ୍ଧି ଧରି ଥରି ଉଠୁଥିଲେ। ଜଣେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ହୋଇ ବି ସେଦିନ ସେ କାହିଁକି ଫୁଟପାଥରେ ପଡ଼ି ରହିଥିଲେ? ପ୍ରକୃତରେ କ'ଣ ଘଟଣା ଘଟିଥିଲା ସେଦିନ? ଚାଲନ୍ତୁ ଜାଣିବା ପୂରା ଘଟଣା। ସେଦିନ ସେହି ଘଟଣା ପରେ ସେହି ବ୍ୟକ୍ତି ବ୍ୟାଗ ଧରି ଥାନା ବାହାରେ ବସିଥିଲେ ଏବଂ କିଛି ମିନିଟ୍ ପୂର୍ବରୁ ତାଙ୍କୁ ଅପମାନିତ କରିଥିବା ପୋଲିସ କର୍ମୀମାନେ ଏବେ ତାଙ୍କ ଆଗରେ ଆଣ୍ଠୁ ମାଡ଼ି ବସିଥିଲେ। DSP ରାଜୀବ କୁମାର ପ୍ରଥମେ ଆଗକୁ ଆସିଲେ। କହିଲେ, "ମହାଶୟ, ଆମେ ଆପଣଙ୍କୁ ଚିହ୍ନି ପାରିଲୁନି। ଆପଣଙ୍କର ପୋଷାକ ବେଶଭୂଷା ଏତେ ସରଳ ଥିଲା ଯେ ଆମେ ଆପଣଙ୍କୁ ଚିହ୍ନି ପାରିଲୁନି। ଏହା ଆମର ଭୁଲ ଥିଲା।" ଶିବଶଙ୍କର ତାଙ୍କ ଆଖିକୁ ଅନେଇଲେ। ତାପରେ ଧୀର ସ୍ୱରରେ କହିଲେ, "ମୁଁ ଏହା ହିଁ ଦେଖିବା ପାଇଁ ଚାହୁଁଥିଲି।" SP ଆରତୀ ସିଂ ନଇଁ ପଡ଼ି କହିଲେ, "ମହାଶୟ, ଆମେ ଜାଣିପାରିବୁ କି
ଆପଣ ଏସବୁ କାହିଁକି କଲେ? ଶିବଶଙ୍କର ହସିଲେ। ତାଙ୍କର ହସରେ କୌଣସି କ୍ରୋଧ ନଥିଲା, କେବଳ ଗୋଟିଏ ପ୍ରଶ୍ନ ଥିଲା। ଆମେ କ'ଣ ମଣିଷକୁ ମଣିଷ ଭାବରେ ବିଚାର କରିବା ବନ୍ଦ କରିଦେଇଛେ? ସମସ୍ତଙ୍କର ମୁହଁ ଚୁପ୍ ହୋଇଗଲା। ଶିବଶଙ୍କର କହିଲେ, ମୁଁ କୌଣସି ତମାସା ଦେଖିବା ପାଇଁ ଆସିନଥିଲି। ମୁଁ କେବଳ ଦେଖିବା ପାଇଁ ଚାହୁଁଥିଲି ଯେ ୟୁନିଫର୍ମ ପିନ୍ଧୁଥିବା ପ୍ରତ୍ୟେକ ପୋଲିସ କର୍ମଚାରୀ ଏବେ ବି ସମାନ ମୌଳିକ ମୂଲ୍ୟବୋଧ ପାଳନ କରନ୍ତି କି ନା। ଏବେ କେବଳ ପଦବୀ ଦେଖି ନମସ୍କାର କରାଯାଏ କି ନା। ତାଙ୍କ ସ୍ୱର ଟିକେ କୋମଳ ଥିଲା, କିନ୍ତୁ ଏଥିରେ ପଥର କାଟିବାର ଶକ୍ତି ଥିଲା। ତୁମେ ସମସ୍ତେ ମୋତେ ଅପମାନିତ କରିନାଅ। ତୁମେ ଜଣେ ଗରିବ ବ୍ୟକ୍ତି, ଜଣେ ମଣିଷ, ଜଣେ ନାଗରିକଙ୍କୁ ଅପମାନ କରିଛ। ଏବଂ ମନେ ରଖ, ପ୍ରତ୍ୟେକ ବୃଦ୍ଧ ବ୍ୟକ୍ତି ଭିକାରୀ ନୁହନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ତୁମର ସମସ୍ତ ବିଭାଗକୁ ଉପରକୁ ଉଠାଇ ପାରିବେ। ମନୋଜ ଏବେ ବି ଆଣ୍ଠୁ ମାଡ଼ି ତଳେ ବସିଥିଲେ। ତାଙ୍କ ଆଖିରେ ଲୁହ ଥିଲା। ମହାଶୟ, ଦୟାକରି ମୋତେ କ୍ଷମା କରିଦିଅନ୍ତୁ। ମୁଁ ଆପଣଙ୍କ ତାଲିମରେ ଥିଲି। ମୁଁ ସେତେବେଳେ ଆପଣଙ୍କୁ ଚିହ୍ନି ପାରିଲିନି। ଆଜି ମୁଁ ଆହୁରି ଅନ୍ଧ ହୋଇଗଲିଣି। ଶିବଶଙ୍କର ତାଙ୍କୁ ଅନେଇଲେ। ତାପରେ ସେ ତାଙ୍କ ପାଖକୁ ଆସି ତାଙ୍କ କାନ୍ଧ ଧରି ଉଠାଇଲେ। କହିଲେ, ଦଣ୍ଡ ଅପେକ୍ଷା ଶିକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ନିଜକୁ ପରିବର୍ତ୍ତନ କରନ୍ତି, ତେବେ ଏହା ମୋର ସବୁଠାରୁ ବଡ଼ ସମ୍ମାନ ହେବ। ଏସ୍ପି ଆରତୀ ସିଂ କହିଲେ, ମହାଶୟ, ଆମେ ଚାହୁଁଛୁ ଯେ ଆପଣ ବିଭାଗର ପ୍ରତ୍ୟେକ ପୋଲିସ ଷ୍ଟେସନକୁ ଯାଆନ୍ତୁ ଏବଂ ଆପଣଙ୍କ କଥା ରଖନ୍ତୁ, ଯାହାଦ୍ୱାରା ଆଉ କେହି ଏହି ଭୁଲକୁ ପୁନରାବୃତ୍ତି ନ କରନ୍ତି। ଶିବଶଙ୍କର ହସି ହସି କହିଲେ, ମୁଁ ପୁଣି ଆସିବି, କିନ୍ତୁ କାହାକୁ ନ କହି। କାରଣ ପ୍ରକୃତ ପରୀକ୍ଷା ହେଉଛି ଯେତେବେଳେ ଆପଣ ଜାଣିପାରିବେ ନାହିଁ ଯେ କିଏ ଦେଖୁଛି। ଶିବଶଙ୍କରଙ୍କ କଥା କେବଳ ପୋଲିସ ଷ୍ଟେସନର ଚାରି କାନ୍ଥରେ ପ୍ରତିଧ୍ୱନିତ ହେଉନଥିଲା, ଏହା ପୋଲିସ କର୍ମଚାରୀଙ୍କର ହୃଦୟରେ ପ୍ରବେଶ କରିଥିଲା। ଏସ୍ପି ଆରତୀ, ଡିଏସ୍ପି ରାଜୀବ ଓ ଅନ୍ୟ ପୋଲିସ କର୍ମଚାରୀମାନେ କେବଳ ନିୟମ ଦ୍ୱାରା ଆବଦ୍ଧ ଥିଲେ, କିନ୍ତୁ ଆଜି ସେମାନେ ଜଣେ ପ୍ରକୃତ ଅଧିକାରୀଙ୍କୁ ଦେଖୁଥିଲେ, ଯିଏ ମାନବିକତା ଶିଖାଇଥିଲେ, ଯିଏ ୟୁନିଫର୍ମ ବିନା ମଧ୍ୟ ସମସ୍ତଙ୍କ ମୁଣ୍ଡ ନୁଆଇଁ ଦେଇଥିଲେ। ପରଦିନ ସକାଳେ ପୋଲିସ ଷ୍ଟେସନ ବାହାରେ ଏକ ଛୋଟ ବୋର୍ଡ ଲଗାଯାଇଥିଲା। ମାନବ ସମ୍ମାନ ଦିବସ, ପ୍ରତି ମାସର ପ୍ରଥମ ତାରିଖରେ। ଏହି ଦିନ ପ୍ରତ୍ୟେକ ପୋଲିସ କର୍ମଚାରୀ ନାମ, ପଦବୀ ଏବଂ ପଦବୀ ନ ଦେଖି ପ୍ରତ୍ୟେକ ଆସୁଥିବା ବ୍ୟକ୍ତିଙ୍କୁ ସମ୍ମାନ ଏବଂ କରୁଣାର ସହିତ ବ୍ୟବହାର କରିବା ବାଧ୍ୟତାମୂଳକ ଥିଲା। ଏବଂ ଏହି ପରିବର୍ତ୍ତନର ପ୍ରେରଣା ଥିଲା ଏକ ଚିତ୍ର, ଯେଉଁଥିରେ ଶିବଶଙ୍କର ଏକ ଚାଦର ଘୋଡ଼େଇ ଫୁଟପାଥରେ ଶୋଇଥିଲେ ଏବଂ ତଳେ ଲେଖାଯାଇଥିଲା ଯେ ପ୍ରକୃତ ଶକ୍ତି କେବେ ବି ଶବ୍ଦ କରେନି। ଗୋଟିଏ ସପ୍ତାହ ପରେ ଓଡ଼ିଶା ପୋଲିସ ତାଲିମ ଏକାଡେମୀରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଶହ ଶହ ନୂତନ ପ୍ରଶିକ୍ଷିତ ପୋଲିସ ମଞ୍ଚ ଉପରେ ବସି ଠିଆ ହୋଇଥିଲେ। ସେହି ବୃଦ୍ଧ ବ୍ୟକ୍ତି ଯିଏ ଏବେ ତାଙ୍କର ପୁରୁଣା ପାଇଜାମା କୁର୍ତ୍ତାରେ ଥିଲେ। ଶିବଶଙ୍କର ମଞ୍ଚରୁ କହିଥିଲେ ଯେ ୟୁନିଫର୍ମ ସମ୍ମାନ ଆଣିପାରେ, କିନ୍ତୁ ସମ୍ମାନ ବଜାୟ ରଖିବା ପାଇଁ ମାନବିକତା ଆବଶ୍ୟକ। ଯଦି ଆପଣ କେବଳ ଏକ ଉଚ୍ଚ ପଦବୀ ଦେଖି ସାଲ୍ୟୁଟ୍ କରନ୍ତି, ତେବେ ମନେ ରଖନ୍ତୁ, ଆପଣ କେବଳ ୟୁନିଫର୍ମ ପିନ୍ଧୁଥିବା ବ୍ୟକ୍ତି ହେବେ, କେବେ ସୁଯୋଗ ପାଇବେନି। ସମଗ୍ର ହଲରେ ନୀରବତା ଥିଲା। ପ୍ରତ୍ୟେକ ଆଖି ଚିନ୍ତାରେ ହଜିଯାଇଥିଲା। ପୋଲିସ ଷ୍ଟେସନର କାନ୍ଥରେ ଆଉ ଏକ ବୋର୍ଡ ଝୁଲୁଥିଲା। ଦ୍ୱାର ବାଡ଼ଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭିକାରୀ ନୁହେଁ, ଜଣେ ନାଗରିକ ଭାବରେ ବିବେଚନା କରାଯିବା ଉଚିତ। ଡିଏସ୍ପି ରାଜୀବ, ଯିଏ ଏହି ପରିବର୍ତ୍ତନକୁ ଗ୍ରହଣ କରିସାରିଥିଲେ, ଏବେ ପ୍ରତ୍ୟେକ ନୂତନ ରିପୋର୍ଟ ପୂର୍ବରୁ ସେ ଏକ ପ୍ରଶ୍ନ ପଚାରୁଥିଲେ। ଆମେ କ'ଣ ପ୍ରକୃତରେ ତାଙ୍କ ସ୍ୱର ଶୁଣିଲୁ? ଏହା ଭିତରେ ଗୋଟିଏ ମାସ ବିତି ଯାଇଥିଲା। ଦିନେ ଗୋଟିଏ ଶୀତୁଆ ସକାଳରେ ପୁଣି ସମାନ ଦୃଶ୍ୟ ସାମ୍ନାକୁ ଆସିଲା। ଜଣେ ବୃଦ୍ଧ ବ୍ୟକ୍ତି ଚିରା ପୋଷାକ ପିନ୍ଧି ହସ୍ପିଟାଲ ବାହାରେ ବସିଥିଲେ। କିଛି ଲୋକ ସେମାନଙ୍କ ମୋବାଇଲ ବାହାର କରି ଭିଡିଓ ତିଆରି କରୁଥିଲେ। ହସ୍ପିଟାଲରେ ଡ୍ୟୁଟି କରୁଥିବା ଜଣେ ତାଲିମପ୍ରାପ୍ତ କନେଷ୍ଟବଳ ତାଙ୍କ ପାଖକୁ ଗଲେ। ଚୁପଚାପ ସେ ନଇଁ ପଡ଼ି ପଚାରିଲେ, ବାବା, ତୁମର କିଛି ଦରକାର କି? କହିକି ତାଙ୍କ ହାତ ଧରି ଭିତରକୁ ନେଇଗଲେ। ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ବୃଦ୍ଧ ତାଙ୍କ ପିଠି ଥାପୁଡ଼େଇଲେ।
କହିଲେ ଏବେ ଆଶା ବଞ୍ଚିଛି ପୁଅ, ଆଶା ବଞ୍ଚିଛି। କାହାର ଅବସ୍ଥା ଦେଖି କେବେ ବି କାହାକୁ ଛୋଟ ବୋଲି ଭାବନ୍ତୁନି। କାରଣ କେତେବେଳେ ମହାନ ବ୍ୟକ୍ତି ସାଧାରଣ ପୋଷାକ ପିନ୍ଧି ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଥିବେ, ଆଉ ଆପଣ ତାଙ୍କୁ ଚିହ୍ନି ନ ପାରି ତାଙ୍କୁ ଅପମାନିତ କରିଦେବେ, ତାହେଲେ ତ ଅନର୍ଥ ହୋଇଯିବ। ସବୁବେଳେ ମଣିଷକୁ ମଣିଷ ଭାବରେ ଦେଖନ୍ତୁ, ଆଉ ଗରିବ ଅସହାୟ ମଣିଷକୁ ସହାୟତାର ହାତ ବଢ଼ାନ୍ତୁ। ଦେଖିବେ ଆପଣ ଯେମିତି ସାହାଯ୍ୟ କରିଛନ୍ତି, ଆପଣଙ୍କର ଅସମୟରେ ସେମିତି ସାହାଯ୍ୟ ଆପଣ ବି ପାଇପାରିବେ। ଠିକ୍ କହିଲି ନା ଭୁଲ? ଆପଣଙ୍କର ମତ କମେଣ୍ଟ ବକ୍ସରେ ନିଶ୍ଚୟ ଦେବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଆଉ ବେଲ୍ ଆଇକନ୍କୁ ଅନ୍ କରି ଆମକୁ ଉତ୍ସାହିତ କରିବେ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।